ନୂଆ ଯୋଜନା ଝିଅଙ୍କୁ 20,000 ଦେବେ ସରକାର। ଷ୍ଟୁଡେଣ୍ଟ ସ୍କିମ୍ ଯୋଜନା ପ୍ରତ୍ୟେକ ରାଜ୍ୟରେ ଗରିବ ଜନସାଧାରଣ ତଥା ପଛୁଆ ବର୍ଗ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ତେବେ ଅନେକ ବ୍ୟକ୍ତି ଏଥିପ୍ରତି ଅବଗତ ନଥିବାରୁ ଏହାର ଲାଭ ଉଠାଇ ପାରୁନାହାନ୍ତି। ଗରିବ ଜନସାଧାରଣଙ୍କ ସହ ପିଲାଙ୍କ ପାଠପଢ଼ାକୁ ନେଇ ଧ୍ୟାନ ଦେଉଛନ୍ତି ସରକାର। ଆର୍ଥିକ ଭାବରେ ସ୍ୱଚ୍ଛଳ ନଥିବା ପରିବାର ଛାତ୍ରୀଙ୍କ ପାଇଁ ଏକ ଯୋଜନା ରହିଛି। ଏହି ଯୋଜନାରେ ଛାତ୍ରୀଙ୍କ ପାଠପଢ଼ା ଖର୍ଚ୍ଚ ଉଠାଉଛନ୍ତି ସରକାର। ପରିବାରର ପ୍ରତ୍ୟେକ ଝିଅଙ୍କୁ ସ୍ୱାକ୍ଷର କରାଇବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଯୋଜନାରେ କିଭଳି ଲାଭ ଉଠାଇ ପାରିବେ ସେ ବିଷୟରେ ସର୍ବଶେଷ ତଥ୍ୟ ଜାଣିବା ନିହାତି ଆବଶ୍ୟକ। ଏହି ଯୋଜନାରେ ବିଶେଷ କରି ଶ୍ରମିକ ଝିଅଙ୍କୁ ଅଧିକ ଲାଭ ମିଳିବ। ଖାଲି ପାଠପଢ଼ା ନୁହେଁ, ଝିଅଙ୍କ ବିବାହ ପାଇଁ ଖର୍ଚ୍ଚ ବହନ କରିବେ ସରକାର। ଶ୍ରମିକଙ୍କ ପରିବାରର 2 ଝିଅଙ୍କୁ ପାଠପଢ଼ା ପାଇଁ 20,000 ଟଙ୍କା ପ୍ରଦାନ କରିବେ ସରକାର। ଏହି ସହାୟତା ପାଇବା ପାଇଁ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି, ଏହା ଜାଣିବା ନିହାତି ଆବଶ୍ୟକ। ଏହା ସହିତ ଯଦି କୌଣସି ଝିଅ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଏହି ଯୋଜନାର ସେମାନଙ୍କୁ ମଧ୍ୟ ସହାୟତା ଯୋଗାଇଦେବେ ସରକାର। 20,000 ଟଙ୍କା ପାଇଁ ପର୍ଯ୍ୟାପ୍ତ ନହେଲେ ସରକାର ଆଉ 30,000 ଟଙ୍କା ଯୋଗାଇ ଦେବେ। ଶ୍ରମିକଙ୍କ ବାର୍ଷିକ ଆୟ 3 ଲକ୍ଷ ଟଙ୍କାରୁ କମ୍ ହୋଇଥିବା ଆବଶ୍ୟକ। ଏଭଳି ପରିବାରର ଝିଅ ହିଁ ଏହି ଯୋଜନାର ସାମିଲ ହୋଇ ପାରିବେ। ଏଥିରେ ଭୋଟର ଠିକଣା ପ୍ରମାଣପତ୍ର, ବୟସ ପ୍ରମାଣପତ୍ର, ଇମେଲ୍ ଆଇଡି, ରାସନ କାର୍ଡ, ଆୟ ପ୍ରମାଣପତ୍ର, ଆଧାର କାର୍ଡ, ମୋବାଇଲ ନମ୍ବର ଆଦି ଆବଶ୍ୟକତା ରହିଛି। ଏଥିପାଇଁ ପ୍ରଥମ ରାଜ୍ୟ ସରକାର ଅଫିସିଆଲ ୱେବସାଇଟକୁ ଭିଜିଟ୍ କରିବାକୁ ପଡ଼ିବ। ହୋମ୍ ପେଜରେ ପଞ୍ଜୀକରଣ ନମ୍ବର ଉପରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ ଏକ ଆବେଦନ ପତ୍ର ଖୋଲିବ। ଏଥିରେ ସମସ୍ତ ତଥ୍ୟ ଦାଖଲ କରନ୍ତୁ। ଆବେଦନ ପତ୍ର ଭରିବା ପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ତେବେ ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଆପଣ ଛତିଶଗଡ଼ ଅଧିବାସୀ ହୋଇଥିବା ଆବଶ୍ୟକ। ଏହି ଯୋଜନାର ନାମ ହେଉଛି ମୁଖ୍ୟମନ୍ତ୍ରୀ ନୋନି ଶକ୍ତିକରଣ ଯୋଜନା। ଏହି ଯୋଜନା ପାଠପଢ଼ାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଖର୍ଚ୍ଚ ଉଠାଇବ ସରକାର।